ନମସ୍କାର, ଜୟ ଜଗନ୍ନାଥ। ଆଜି ଆମେ ଜାଣିବା କି ଆପଣଙ୍କର ପୂଜା ଘରେ ରଖିଥିବା ଲୋଟା ଜଳ କ'ଣ ଏତେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ଏବଂ ଏହି ଜଳକୁ କେଉଁ ପ୍ରକାରରେ ଉପଯୋଗ କରିବା ଦରକାର। ଏବଂ ଏହା ମଧ୍ୟ ଜାଣିବା କି ଆପଣଙ୍କ ପୂଜା ଘରର ପୂଜା ଢାଳ କେଉଁ ଧାତୁର ହେବା ଦରକାର। ପିତ୍ତଳ, ତମ୍ବା କିମ୍ବା ଷ୍ଟିଲ୍ କେଉଁ ଧାତୁର ହେବା ଦରକାର। କିଛି ଲୋକ ଏହା ବି ନ ଜାଣି ତାଙ୍କ ଅଜାଣତରେ ଭୁଲ କରିଦେଇଥାନ୍ତି, ଆଉ ଏହି ଭୁଲ ପାଇଁ ଘରର ସମସ୍ତେ ପସ୍ତେଇବାକୁ ପଡ଼ିଥାଏ। ଆପଣଙ୍କ ପୂଜା ଘରେ କେଉଁ ଲୋଟା ଜଳ ଆପଣ ରଖିଥାନ୍ତି, ସେହି ଜଳ ଠିକ୍ ତରିକାରେ ରଖିବା ଦରକାର। ଏହା ସହ ଆମେ ଆଜି ଜାଣିବା ଯେ ଆପଣଙ୍କର ପୂଜା ଘରେ କେଉଁ ଧାତୁର ଦୀପ ରଖିବେ। କଂସା, ପିତ୍ତଳ, ଧାତୁ, ଷ୍ଟିଲ୍, ଲୁହା ବା ମାଟି କୌଣସି ଧାତୁର ଦୀପ ଆପଣ ଆପଣଙ୍କ ପୂଜା ଘରେ ରଖିବେ। ଏହି ଛୋଟିଆ ଛୋଟିଆ କଥାକୁ ଅଣଦେଖା ଦ୍ୱାରା ଆପଣଙ୍କର ପିତୃଦୋଷ, ଶନି ଦୋଷ, ତାଳ ସର୍ପ ଦୋଷ କିମ୍ବା ଗରିବୀ ଭଳି ସମସ୍ୟା ଆପଣଙ୍କ ଘରକୁ ଏବଂ ଆପଣଙ୍କ ପୁରା ପରିବାରକୁ ନଷ୍ଟ କରିଦେଇଥାଏ, ଅସୁବିଧାରେ ପକାଇଥାଏ। ଆଜିର ଭିଡ଼ିଓରେ ଆମେ ଜାଣିବା ମୁଖ୍ୟ ଦ୍ୱାରରେ ଦୀପ ଜାଳିବା ଦ୍ୱାରା ଆମକୁ କ'ଣ ଲାଭ ମିଳିଥାଏ। ଦେଖନ୍ତୁ, ହିନ୍ଦୁ ଧର୍ମରେ ଦେଶୀ ଘିଅ କିମ୍ବା ସୋରିଷ ତେଲର ଘିଅ ଠାକୁର ପୂଜାରେ ଜଳାଇବା ବହୁତ ଶୁଭ ହୋଇଥାଏ। ଭଗବାନଙ୍କ ସାମ୍ନାରେ ଦୀପ ଜଳାଇବା ପୂଜାର ଗୋଟିଏ ତରିକା ନୁହେଁ। ଘର ଭିତରେ ଏବଂ ବାହାରେ ଦୀପ ଜଳାଇବା ଦ୍ୱାରା ଲାଭ ହିଁ ମିଳିଥାଏ। ଆପଣମାନେ ଜାଣିଛନ୍ତି କି ଦୀପ ଜଳାଇବା ଦ୍ୱାରା କେବଳ ସକାରାତ୍ମକ ଊର୍ଜା ସଞ୍ଚାର ହୋଇଥାଏ, ତା ସହ 5ଟି ବଡ଼ ଫାଇଦା ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି 5ଟି ଫାଇଦା। ଏହି 5ଟି ଫାଇଦା ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଯଦି ବି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିବେ, ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରିବେ ଏବଂ ଆମ ଚ୍ୟାନେଲକୁ ଯଦି ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି, ନୂଆ ଅଛନ୍ତି, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦେବେ। କାହିଁକି ନା ଆପଣ ସବସ୍କ୍ରାଇବ୍ କରିବା ଦ୍ୱାରା ଆମର ଏହିଭଳି ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ ଯାଇ ଆପଣଙ୍କ ପାଖରେ ପହଞ୍ଚିବ। ଆପଣ ଏହି ଭିଡ଼ିଓ ଦେଖିବାର ସୁଯୋଗ ପାଇପାରିବେ। ତେବେ ଆସନ୍ତୁ ଜାଣିବା କ'ଣ ସେହି 5ଟି ଫାଇଦା। ନମ୍ବର 1, ଦୀପ ଜାଳିବା ଦ୍ୱାରା ପୃଥିବୀର ଅନ୍ଧକାର ଦୂର ହୋଇଥାଏ ଏବଂ ଆପଣଙ୍କର ବିଶେଷ କରି ଘର ଅନ୍ଧାର ଦୂର ହୋଇଥାଏ। ଦୀପ ଜାଳିବା ଦ୍ୱାରା ଆପଣଙ୍କର ଘରର ନକାରାତ୍ମକ ଊର୍ଜା ଉଡ଼ି ଯାଇଥାଏ, ଆଉ ଯେଉଁଠି ବି ଦୀପ ଜଳାଯାଏ ସେହି ସକାରାତ୍ମକ ଊର୍ଜା ବାସ ହୋଇଥାଏ, ଆଉ ଯେଉଁଠି ସକାରାତ୍ମକ ଊର୍ଜା ବାସ ହୋଇଥାଏ ସେଠି ଭଗବାନଙ୍କର ବାସ ହୋଇଥାଏ। ଏଥିପାଇଁ ସନ୍ଧ୍ୟା ହେବା ପୂର୍ବରୁ ଆପଣ ଆପଣଙ୍କର ଘରେ ଦୀପ ଜାଳିବା ଶୁଭ ହୋଇଥାଏ। ଶୁଦ୍ଧ ଦେଶୀ ଘିଅର ଦୀପ ବାତାବରଣକୁ ପୁରା 4 ଘଣ୍ଟା ପର୍ଯ୍ୟନ୍ତ ସକାରାତ୍ମକ ରହିଥାଏ। ନମ୍ବର 2, ଦୀପ ଜାଳିବା ଦ୍ୱାରା ସାଇଣ୍ଟିଫିକ୍ କାରଣ ମଧ୍ୟ ରହିଛି। ଯେବେ ଘରେ ଶୁଦ୍ଧ ଘିଅ ଓ ସୋରିଷ ତେଲର ଦୀପ ଆପଣ ଜାଳିଥାନ୍ତି ତ ସେହି ଦୀପର ଧୂଆଁ ଦ୍ୱାରା ପୁରା ଘରର ମାହୋଲରେ ସାତ୍ତ୍ୱିକତା ଆସିଥାଏ। ଏହି ଧୂଆଁ ହାନିକାରକ କ୍ଷଣକୁ ନଷ୍ଟ କରିଦେଇଥାଏ ଏବଂ ବାତାବରଣକୁ ଶୁଦ୍ଧ କରିଥାଏ। ନମ୍ବର 2, ସୁଖ ସମୃଦ୍ଧିର ବାସ ହୋଇଥାଏ। ଯେଉଁ ଘରେ ଭଗବାନଙ୍କ ସାମ୍ନାରେ ଦୀପ ଜଳାଯାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ କୃପା ବନି ରହିଥାଏ। ଏମିତି ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧିର ବାସ ହୋଇଥାଏ। ଦୀପକୁ ପୂର୍ବ କୋଣରେ ରଖିବା ଦ୍ୱାରା ବ୍ୟକ୍ତି ଦୀର୍ଘାୟୁ ହୋଇଥାନ୍ତି ଏବଂ ଦୀପକୁ ଉତ୍ତର କୋଣରେ ରଖିବା ଦ୍ୱାରା ଧନ ସମୃଦ୍ଧି ବଢ଼ିଥାଏ। ଦୀପ କେବଳ ଘରର ଅନ୍ଧକାରକୁ ଦୂର କରିଥାଏ, ଦୀପ ଆମ ଜୀବନକୁ ବି ପ୍ରକାଶ ଗତି ଆଡ଼କୁ ନେଇଯାଇଥାଏ। ନମ୍ବର 4, ବେମାରୀ ବା ରୋଗରୁ ଦୂରକୁ ପଠାଇ ଦେବାର କାମ କରିଥାଏ। ଘରେ ଦୀପ ଜଳାଇବା ଦ୍ୱାରା ବେମାରୀ ବା ରୋଗ ଆପଣଙ୍କ ଘରର ଆଖପାଖରେ ରହିନଥାଏ। ପରିବାରର ସବୁ ସଦସ୍ୟଙ୍କର ସ୍ୱାସ୍ଥ୍ୟ ଲାଭ ମିଳିଥାଏ। ଖାସ୍ କରି ଯଦି ଆପଣ ଦୀପ ସହ ଲବଙ୍ଗ ଜଳାଇଥାନ୍ତି ତ ଏହାର ଫଳ 2 ଗୁଣା ବଢ଼ିଯାଇଥାଏ। ଏହା ତ୍ୱଚା ସମ୍ବନ୍ଧୀୟ ବେମାରୀକୁ ଦୂର କରିଥାଏ। ନମ୍ବର 5, ଶୁଭ ଶକ୍ତିକୁ ଆକର୍ଷିତ କରିଥାଏ। ସନାତନ ଧର୍ମ ଅନୁସାରେ ଯେଉଁ ଘରେ ସକାଳ ଏବଂ ସନ୍ଧ୍ୟା ସମୟରେ ଦୀପ ଜଳାଯାଏ ସେହି ଘରେ କେବେ ବି ଅନ୍ଧକାର ହୋଇନଥାଏ। ଏମିତି ଘରେ ଶୁଭ ଶକ୍ତିକୁ ଆକର୍ଷିତ କରିଥାଏ। ଜଳୁଥିବା ଦୀପ ଶୁଭ ଶକ୍ତିକୁ ଚୁମ୍ବକ ପରି ଟାଣି ଆଣିଥାଏ, ଯାହା ଘର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଆପଣ ଜାଣିଛନ୍ତି କି ମୁଖ୍ୟ ଦ୍ୱାରରେ ଜଳ ଛିଞ୍ଚିବାର ଠିକ୍ ସମୟ ଏବଂ ବିଧି କ'ଣ ରହିଛି? ଯଦି ଆପଣ ଆପଣଙ୍କର ମୁଖ୍ୟ ଦ୍ୱାରରେ ଜଳ ଛିଞ୍ଚିଥାନ୍ତି ତ ଆପଣ ଏହା ଧ୍ୟାନ ରଖିବେ କି ଜଳକୁ ରାତିରେ ଶୋଇବା ପୂର୍ବରୁ ଗୋଟିଏ ପାତ୍ରରେ ଭରିକି ରଖିଦେବେ, ଆଉ ସେହି ପାତ୍ର ଆପଣ ଯାହା ବି ନେଇପାରିବେ, ଯେମିତିକି ତମ୍ବା, ପିତ୍ତଳ, ଷ୍ଟିଲ୍, କଂସା ବା ଚାନ୍ଦିର ପାତ୍ର ଯାହା ବି ନେଲେ ଚଳିବ। ଯଦି ଗଙ୍ଗା ଜଳ ଅଛି ତେବେ ସେହି ଜଳରେ ଅଳ୍ପ ଟିକେ ଗଙ୍ଗା ଜଳ ପକାଇଦେବେ।
ଯଦି ବି ଗଙ୍ଗା ଜଳ ନାହିଁ ତେବେ ଆପଣ ଶୁଦ୍ଧ ଜଳ ସେହି ପାତ୍ରରେ ଭରିକି ରଖିଦେବେ ଆଉ ସେହି ଜଳ ପାତ୍ରକୁ ଆପଣ ଆପଣଙ୍କର ରୋଷେଇ ଘରେ ରଖିଦେବେ। ସକାଳୁ ଉଠି ସେହି ଜଳକୁ ଆଣି ଆପଣ ଆପଣଙ୍କର ମୁଖ୍ୟ ଦ୍ୱାରରେ ଛିଞ୍ଚିଦେବେ। ଯଦି ଆପଣ ସକାଳୁ ଉଠି ପ୍ରଥମେ ଆପଣଙ୍କ ଦ୍ୱାରକୁ ଜଳ ଛିଞ୍ଚିଥାନ୍ତି ତେବେ ଆପଣଙ୍କ ଘର ସବୁ ସମସ୍ୟାକୁ ଦୂର କରିଦେଇଥାଏ। ଯଦି ଆପଣ ନକାରାତ୍ମକ ଊର୍ଜା, ମାନସିକ ଚିନ୍ତା, ଆର୍ଥିକ ସମସ୍ୟା, ବାସ୍ତୁ ଦୋଷରେ ଆପଣ ଚିନ୍ତାରେ ପଡ଼ି ରହିଛନ୍ତି ତେବେ ଏହି ଉପାୟକୁ ଆପଣଙ୍କୁ ସାହାଯ୍ୟ କରିବ। ରୋଷେଇ ଘରେ ରଖିଥିବା ଜଳକୁ ଆପଣ ମୁଖ୍ୟ ଦ୍ୱାରରେ ଛିଞ୍ଚିବା ଦ୍ୱାରା ଆପଣଙ୍କର ଘରର ସମସ୍ୟା ସମାପ୍ତ ହୋଇଥାଏ। ଆଉ ଏହି ଉପାୟ ବାସ୍ତୁ ଦୋଷ ଏବଂ ପିତୃ ଦୋଷକୁ ସମାପ୍ତ କରିଦେଇଥାଏ। ଯଦି ତନ୍ତ୍ରମନ୍ତ୍ର କିମ୍ବା ଖରାପ ନଜରରେ ପ୍ରଭାବରୁ ବି ଏହି ଜଳ ନଷ୍ଟ କରିଦେଇଥାଏ। ଆପଣ ଘରର ମୁଖ୍ୟ ଦ୍ୱାରରେ ପ୍ରତିଦିନ ଏହି ଜଳ ଛିଞ୍ଚିବା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ବନି ରହିଥାଏ। ବେମାରୀ ବା କୌଣସି ରୋଗରୁ ବି ଆପଣଙ୍କୁ ଏବଂ ଆପଣଙ୍କର ପୁରା ପରିବାରକୁ ମୁକ୍ତି ମିଳିଥାଏ। ଆପଣ ଏହି ଜଳକୁ ସୂର୍ଯ୍ୟୋଦୟ ପୂର୍ବରୁ ଆପଣ ଏହି ଜଳକୁ ଆପଣଙ୍କର ମୁଖ୍ୟ ଦ୍ୱାରରେ ଛିଞ୍ଚିବା ଦରକାର। ଯଦି ସୂର୍ଯ୍ୟୋଦୟ ପରେ ଆପଣ ମୁଖ୍ୟ ଦ୍ୱାରକୁ ଅନ୍ୟ ଜଳ ଦ୍ୱାରା ବି ଧୋଇ ପାରିବେ, କିନ୍ତୁ ରୋଷେଇ ଘରେ ଲୋଟାରେ ରଖିଥିବା ଜଳକୁ ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଛିଞ୍ଚିବେ। ଆପଣଙ୍କ ମନରେ ଏକ ପ୍ରଶ୍ନ ଆସୁଥିବ କି ଏହି ଜଳକୁ ଆପଣ ମୁଖ୍ୟ ଦ୍ୱାରରେ ଛିଞ୍ଚିବା ବେଳେ ସ୍ନାନ କରିବେ ନା ବିନା ସ୍ନାନରେ ଆପଣଙ୍କର ମୁଖ୍ୟ ଦ୍ୱାରରେ ପାଣି ଛିଞ୍ଚିବେ? ଦେଖନ୍ତୁ ଦର୍ଶକ ବନ୍ଧୁ, ଯେଉଁ ଜଳ ଆପଣ ମୁଖ୍ୟ ଦ୍ୱାରରେ ଛିଞ୍ଚିବେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଉପାୟଟିଏ। ଆପଣ ସ୍ନାନ କରିବା ଆବଶ୍ୟକ ନାହିଁ। ଆପଣ ସକାଳୁ ପ୍ରଥମେ ଉଠିବେ, ସିଧା ରୋଷେଇ ଘରକୁ ଯିବେ ଏବଂ ରାତିରୁ ରଖିଥିବା ଜଳକୁ ଆଣି ଆପଣଙ୍କର ମୁଖ୍ୟ ଦ୍ୱାରରେ ଗେଟ୍ ଖୋଲିବେ ଏବଂ ସେହି ଜଳକୁ ମୁଖ୍ୟ ଦ୍ୱାରରେ ଛିଞ୍ଚିଦେବେ। ଆଉ ଏହି ଜଳ ଛିଞ୍ଚିବା ସମୟରେ ଆପଣ ପିତୃ ଏବଂ ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରି ଜଳ ଛିଞ୍ଚିବେ। କାହିଁକି ନା ସକାଳୁ ସକାଳୁ ମହାଲକ୍ଷ୍ମୀ ପ୍ରତ୍ୟେକ ଘରକୁ ଆସିଥାନ୍ତି। ଯେଉଁ ଘରର ଦ୍ୱାର ଖୋଲା ଥାଏ ଆଉ ସେହି ଦ୍ୱାରରେ ଯଦି ଜଳ ଛିଞ୍ଚା ଯାଇଥାଏ ସେଠି ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି। ଜଳ ଛିଞ୍ଚିବା ସମୟରେ ଆପଣଙ୍କ ମନରେ ମହାଲକ୍ଷ୍ମୀଙ୍କୁ ମନେ ମନେ ପ୍ରାର୍ଥନା କରିବେ, ହେ ମା ଲକ୍ଷ୍ମୀ, କୃପା କରି ମୋ ଘରକୁ ତୁମେ ପ୍ରବେଶ କର, ମୁଁ ତୁମର ସ୍ୱାଗତ ପାଇଁ ପ୍ରସ୍ତୁତ ଅଛି। ଏହାପରେ ପିତୃଙ୍କୁ ଧ୍ୟାନ କରିବେ, କାହିଁକି ନା ଘରର ମୁଖ୍ୟ ଦ୍ୱାରରେ ଯେଉଁ ଚଉକାଠ ଥାଏ ସେହି ଚଉକାଠ ସ୍ଥାନରେ ପିତୃଙ୍କର ବାସ ହୋଇଥାଏ ବୋଲି ମନାଯାଏ। ତେଣୁକରି ଆପଣ ଯେବେ ମୁଖ୍ୟ ଦ୍ୱାରରେ ଜଳ ଛିଞ୍ଚିବେ ତ ପିତୃ ପ୍ରସନ୍ନ ହୋଇଥାନ୍ତି। ଏସବୁ କରିବାର ସ୍ନାନ କରିବାର ଆବଶ୍ୟକ ନାହିଁ। ଆପଣ ବିନା ସ୍ନାନରେ ଏହି ଉପାୟ କରିପାରିବେ। ଜଳ ଛିଞ୍ଚିବା ପରେ ଆପଣ ଆପଣଙ୍କର ଘରର ବାହାରେ ଝାଡୁ କରିବେ। ଶାସ୍ତ୍ର ଅନୁସାରେ ଆପଣଙ୍କର ପୂଜା ଘରେ ଗୋଟିଏ ଢାଳରେ ଜଳ ଭରିକି ରଖିବା ବହୁତ ଶୁଭ ହୋଇଥାଏ ଏବଂ ଜଳ ରଖିବା ନିହାତି ଆବଶ୍ୟକ। ଜଳ ଊର୍ଜାକୁ ସଞ୍ଚାରିତ କରିଥାଏ। ଯେବେ ଆପଣ ପୂଜା କରିଥାନ୍ତି, ମନ୍ତ୍ର ଜପ କରିଥାନ୍ତି କିମ୍ବା ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି ତ ଏସବୁର ଊର୍ଜା ସେହି ଜଳରେ ସମାହିତ ହୋଇଯାଏ। ଏହା ହିଁ କାରଣ ହୋଇଥାଏ ଆପଣଙ୍କର ପୂଜା ଘରେ ଜଳ ରଖିବା। ସକାଳୁ ପୂଜା ସାରିବା ପରେ ଗୋଟିଏ ଢାଳରେ ଜଳ ଭରିକି ରଖନ୍ତୁ ଏବଂ ଦୀପଟିଏ ନିହାତି ଜଳାନ୍ତୁ। ଆପଣଙ୍କର ପୂଜା ଘରେ ଏହା ଅଗ୍ନି ଏବଂ ଜଳକୁ ସନ୍ତୁଳନର ପ୍ରତୀକ ବୋଲି ମନାଯାଏ। ପୂଜା କରି ସାରିବା ପରେ ଏହି ଜଳର ଉପଯୋଗ କୌଣସି ଶୁଭ କାର୍ଯ୍ୟରେ କରନ୍ତୁ, ଯେପରିକି ସେହି ଜଳକୁ ଗଛରେ ଢାଳିବା କିମ୍ବା ଆପଣଙ୍କର ଘରେ ଛିଞ୍ଚିବା କିମ୍ବା ଆପଣଙ୍କର ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ ବେଳେ ସେହି ଜଳକୁ ୟୁଜ୍ କରିବା। ଏହା ସକାରାତ୍ମକ ଊର୍ଜାକୁ ବଢ଼ାଇଥାଏ। ସକାଳ ପୂଜା ସମୟରେ ଆପଣ ପୂଜା ଘରେ ଜଳ ରଖିବେ ଏବଂ ତା ପରଦିନ ପୂଜା କରିବାକୁ ଯିବା ପୂର୍ବରୁ ସବୁଠୁ ପ୍ରଥମେ ସେହି ଜଳକୁ ଉପଯୋଗ କରିବେ। ଆପଣ ଆପଣଙ୍କର ପୂଜା ଘରେ ସେହି ଜଳକୁ ଛିଞ୍ଚି ପାରିବେ ଏବଂ ପୁରା ଘରକୁ ଆପଣ ସେହି ଜଳକୁ ଛିଞ୍ଚି ପାରିବେ। ଏହି ଜଳ ଆପଣଙ୍କର ଘରକୁ ଶୁଦ୍ଧ କରିଥାଏ, କାହିଁକି ନା ସକାରାତ୍ମକ ଊର୍ଜାରେ ଭରି ରହିଥାଏ। ଏହା ଦ୍ୱାରା କୌଣସି ବେମାରୀ ବି ଦୂର ହୋଇଯାଇଥାଏ ଏବଂ ଆପଣଙ୍କ ଘରେ ନକାରାତ୍ମକ ଊର୍ଜାର ପ୍ରବେଶ କରିବାକୁ ଦେଇନଥାଏ। ଆଉ ଯଦି ଆପଣ ନିୟମିତ ଭାବରେ ଏହି ଜଳକୁ ଛିଞ୍ଚିଥାନ୍ତି ତ ଆପଣଙ୍କର ଘରେ ଯେତେ ସବୁ ସମସ୍ୟା ତାହା ଧୀରେ ଧୀରେ ଶେଷ ହୋଇଯାଇଥାଏ। ଯଦି ଆପଣଙ୍କ ଘରେ କୌଣସି ସଦସ୍ୟ ବେମାରୀରେ ପଡ଼ିଛନ୍ତି ତେବେ ଔଷଧ ସହ ଏହି ଜଳକୁ ଯଦି ସେହି ବ୍ୟକ୍ତିଙ୍କୁ ପିଇବାକୁ ଦିଆଯାଏ ତ ମେଡିସିନ ଜଲ୍ଦି କାମ କରିଥାଏ। ଯଦି ଆପଣଙ୍କର ପରିବାରରେ ଲଢ଼ାଇ ଝଗଡ଼ା ଲାଗି ରହିଥାଏ ତ ପରିବାରର ସବୁ ସଦସ୍ୟ ଏହି ଜଳକୁ ଅଳ୍ପ ଅଳ୍ପ ପିଇଥାନ୍ତି। ଏମିତି କରିବା ଦ୍ୱାରା ଧୀରେ ଧୀରେ ସକାରାତ୍ମକ ବିଚାରର ପ୍ରଭାବ ଆରମ୍ଭ ହୋଇଯାଇଥାଏ ଏବଂ ଆପଣଙ୍କ ଘରେ ଶାନ୍ତି ଆସିଥାଏ। ଯଦି ଆପଣ କୌଣସି ବ୍ୟାପାର କିମ୍ବା ଆପଣଙ୍କର ଯଦି
କୌଣସି ଦୋକାନ ଅଛି ତେବେ ପୂଜା ଘରେ ରଖିଥିବା ଏହି ଜଳକୁ ଆପଣ ଆପଣଙ୍କର ଦୋକାନର ଆଖପାଖରେ ଛିଞ୍ଚି ଦିଅନ୍ତୁ। ଏହା ଆପଣଙ୍କର ବ୍ୟାପାରକୁ ସଫଳ ବନାଇଥାଏ। ଏବେ ଆସନ୍ତୁ ଜାଣିବା ପୂଜା ଘରେ ଜଳ କ'ଣ ପାଇଁ ଆପଣ ରଖିବେ। ଜଳକୁ ଅମୃତ ମନାଯାଏ ଆଉ ଏହି ଜଳ ଦେବୀ ଦେବତାଙ୍କ ପାଇଁ ବିଶେଷ ମହତ୍ତ୍ୱ ରହିଥାଏ। ପୂଜା ଘରେ ଗୋଟିଏ ଢାଳ ପାଣି ରଖିବା ସେତିକି ଆବଶ୍ୟକ ହୋଇଥାଏ ଯେମିତି ଆପଣ ପ୍ରତିଦିନ ଭୋଜନ କରିଥାନ୍ତି। ଯେବେ ଆମେ ଭଗବାନଙ୍କୁ ପୂଜା କରିଥାଉ ତ ତମ୍ବା, ପିତ୍ତଳ କିମ୍ବା କଂସାର ଢାଳରେ ଗୋଟିଏ ଢାଳ ଜଳ ଜରୁର ରଖିବା ଉଚିତ। ଏହି ଜଳ ଏକ ସାଗର ପରିକା ହୋଇଥାଏ। ଆମ ଜୀବନର ଦୁଃଖକୁ ସମାପ୍ତ କରିବାରେ ସାହାଯ୍ୟ କରିଥାଏ। ଯଦି କୌଣସି ବ୍ୟକ୍ତି ଭଗବାନଙ୍କୁ ପ୍ରତିଦିନ ଭୋଜନ କରାଇପାରେ ନାହିଁ ତ ପୂଜା ଘରେ ଗୋଟିଏ ଢାଳ ପାଣି ରଖିପାରିବେ, ଯାହାକି ଆପଣମାନଙ୍କର ପୂଜା ପୁରା ହୋଇଥାଏ, ଯାହାକି ଭଗବାନ ଏହାକୁ ଗ୍ରହଣ କରିବେ ଏବଂ ଏହି ଜଳ ରୂପୀ ପ୍ରସାଦ ତା ପରଦିନ ସକାଳୁ ଆପଣ ସେହି ଜଳକୁ ପ୍ରସାଦ ଭାବି ଗ୍ରହଣ କରିବେ। କିନ୍ତୁ ସବୁବେଳେ ଧ୍ୟାନ ରଖିବେ ପୂଜା ଘରେ ରଖିଥିବା ଜଳ ତୁଳସୀ ମୂଳରେ ଢାଳିବେ ନାହିଁ, କାହିଁକି ନା ଏହି ଜଳକୁ ସବୁ ଦେବାଦେବୀ ଗ୍ରହଣ କରିଥାନ୍ତି। ପୂଜା ଘରେ ରଖିଥିବା ଜଳକୁ ତା ପରଦିନ ଆପଣଙ୍କର ଆଖିକୁ ଧୋଇଲେ ଆପଣଙ୍କର ଆଖିର ପାୱାର ବଢିଥାଏ ଏବଂ ଆଖିର ଯାହା ବି ରୋଗ ଥାଏ ତାହା ଦୂର ହୋଇଥାଏ। ଶାସ୍ତ୍ର ଅନୁସାରେ ଯେଉଁ ଲୋକ ତାଙ୍କ ପୂଜା ଘରେ ଗୋଟିଏ ଢାଳରେ ଜଳ ଭରିକି ନ ରଖିଥାନ୍ତି ତାଙ୍କ ଘରେ ଅକାଳ ପଡିଥାଏ, ଘରର ସ୍ଥିତି ଖରାପ ହୋଇଥାଏ, ପରିବାରର ସମସ୍ୟା ଆସିଥାଏ ଏବଂ ଗରିବୀକୁ ସାମ୍ନା କରିବାକୁ ପଡିଥାଏ। ଆପଣ ଚାହିଁଲେ ଗୋଟିଏ ଢାଳରେ ଜଳ ଏବଂ ଫୁଲ ପକାଇ ରଖିପାରିବେ, ଏହା ଅଧିକ ଶୁଭ ହୋଇଥାଏ। ଆପଣଙ୍କର ପୂଜା ଘରେ ରଖିଥିବା ଜଳକୁ ଆପଣଙ୍କର ରୋଷେଇରେ ଖାଦ୍ୟ ବନାଇବା ସମୟରେ ଏବଂ ଆପଣ ପାଣି ପିଇବାରେ ମଧ୍ୟ ଉପଯୋଗ କରିପାରିବେ, କିନ୍ତୁ ଧ୍ୟାନ ଦେବେ ଏହି ଜଳ ସେତେବେଳେ ୟୁଜ୍ କରିବେ ଯେତେବେଳେ ଆପଣ ସାତ୍ତ୍ୱିକ ଭୋଜନ ପ୍ରସ୍ତୁତ କରୁଥିବେ। ଯଦି ରସୁଣ, ପିଆଜ କିମ୍ବା ଆମିଷ ଭୋଜନ ପ୍ରସ୍ତୁତରେ ଏହି ଜଳକୁ ୟୁଜ୍ କରିବେ ନାହିଁ। ଏହି ଜଳକୁ ଆପଣଙ୍କର ସମସ୍ତ ସଦସ୍ୟ ଅଳ୍ପ ଅଳ୍ପ ପିଇପାରିବେ। ଆପଣମାନେ ଆପଣଙ୍କର ପୂଜା ଘରେ ରଖିଥିବା ଜଳ ଦେବାଦେବୀମାନଙ୍କର ଆଶୀର୍ବାଦ ହୋଇଥାଏ। ଏହି ଜଳରେ ସବୁ ସକାରାତ୍ମକ ଶକ୍ତି ଭରିକି ହିଁ ରହିଥାଏ। ଆଉ ଯଦି ଆମେ ସେହି ଜଳକୁ ଠିକ୍ ତରିକାରେ ପ୍ରୟୋଗ କରିବା ତେବେ ଆପଣମାନଙ୍କ ଜୀବନରେ ସକାରାତ୍ମକର ପରିବର୍ତ୍ତନ ଆସିଥାଏ। ଆପଣ ସେହି ଜଳକୁ ପିଇବା, ଖାଇବା, ଘରକୁ ଛିଞ୍ଚିବାରେ ୟୁଜ୍ କରିବେ। ଏହା ସହ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇଯାଏ। ଆପଣମାନଙ୍କୁ ମୋର ଅନୁରୋଧ, ପ୍ରତିଦିନ ଆପଣ ଆପଣଙ୍କର ପୂଜା ଘରେ ଗୋଟିଏ ଢାଳ ଜଳ ନିଶ୍ଚିତ ରଖନ୍ତୁ ଏବଂ ଏହି ଭିଡିଓରେ କୁହାଯାଇଥିବା ଜଳର ୟୁଜ୍ ଏହିଭଳି ଆପଣ ବି ଠିକ୍ ସେହିପରି ସେହି ଜଳକୁ ଆପଣ ୟୁଜ୍ କରନ୍ତୁ ଏବଂ ଆପଣଙ୍କର ସମସ୍ତ ସମସ୍ୟାକୁ ଦୂର କରାନ୍ତୁ। ନିଶ୍ଚିତ ଆପଣଙ୍କୁ ଲାଭ ମିଳିବ। ଆପଣମାନଙ୍କର ମନରେ ଏବେ ଏହା ବି ପ୍ରଶ୍ନ ଉଙ୍କି ମାରୁଥିବ ଯେ ଆପଣ ଯେଉଁ ଜଳକୁ ଆପଣଙ୍କ ପୂଜା ଘରେ ରଖିଥାନ୍ତି ସେହି ଜଳରେ କୀଟ ପତଙ୍ଗ ପଡ଼ିଯାଇଥାନ୍ତି, ତ ଆପଣ କିପରି ସେହି ଜଳକୁ ପିଇବେ ବା ରୋଷେଇରେ ୟୁଜ୍ କରିବେ। ଦେଖନ୍ତୁ, ଆପଣ ପୂଜା କରିସାରିବା ପରେ ଆପଣ ଗୋଟିଏ ପ୍ଲେଟ୍ କିମ୍ବା ଗିନାରେ ସେହି ଢାଳକୁ ଘୋଡ଼େଇକି ରଖିପାରିବେ। ଯେବେ ଆପଣ ତା ପରଦିନ ସେହି ଜଳକୁ ଉଠାଇବେ ତ ସେହି ଜଳ ପୁରା ଶୁଦ୍ଧ ଏବଂ ସଫାସୁତୁରା ହୋଇ ରହିଥିବ। ଏବେ ଆପଣମାନେ ଆରାମରେ ସେହି ଜଳକୁ ଆପଣମାନେ ନିଜ ୟୁଜ୍ କରିପାରିବେ ଏବଂ ଆପଣଙ୍କର ରନ୍ଧନ କାର୍ଯ୍ୟରେ ବି ୟୁଜ୍ କରିପାରିବେ। ଏବେ ଆସନ୍ତୁ ଜାଣିବା ଆପଣଙ୍କର ପୂଜା ଘରେ କେଉଁ ଧାତୁର ଦୀପ ଜଳାଇବେ। ଷ୍ଟିଲ୍ ଦୀପରେ ପୂଜା କରିବା ଦ୍ୱାରା ଶନିଦେବ ନାରାଜ ହୋଇଯାନ୍ତି। ଲୁହା ଦୀପ ବି ଆପଣଙ୍କର ପୂଜା କରିବା ଉଚିତ ନୁହେଁ, କାହିଁକି ନା ଲୁହା ଦୀପରେ ପୂଜା କରିବା ଦ୍ୱାରା ଆପଣଙ୍କ ଘରେ ଗରିବୀ ଆସିଥାଏ। ଆଜିକାଲି ବଜାରରେ କାଚର ଦୀପ ବି ଫ୍ୟାସନ ପାଇଁ ବହୁତ ଲୋକ କାଚର ଦୀପକୁ କିଣି ଘରକୁ ଆଣିଥାନ୍ତି, କିନ୍ତୁ ଧ୍ୟାନ ଦେବେ ଭୁଲରେ ବି କାଚର ଦୀପ ଆପଣମାନେ ଲଗାନ୍ତୁ ନାହିଁ। ନାହିଁ ତ ରାହୁ କେତୁ ଆପଣଙ୍କ ଘରକୁ ଆସିଯିବେ ଏବଂ ଆପଣଙ୍କର ଘରକୁ ବର୍ବାଦ କରେଇଦେବେ। କାଚର ଦୀପ ଶନି ଏବଂ ରାହୁକୁ ନାରାଜ କରିଥାଏ। ତମ୍ବା, ପିତ୍ତଳ, ମାଟିର ଦୀପ ଧନର ଦେବୀ ଲକ୍ଷ୍ମୀକୁ ଆକର୍ଷିତ କରିଥାଏ। ଘରେ କୌଣସି ବି ଧାତୁର ଦୀପ ଠିକ୍ ନୁହେଁ। ପିତ୍ତଳ ଏବଂ ମାଟିର ଦୀପକୁ ଶୁଭ ଏବଂ ମଙ୍ଗଳକାରୀ ମନାଯାଏ, କାହିଁକି ନା ଏହା ଶନି, ରାହୁ, କେତୁଙ୍କୁ ପ୍ରସନ୍ନ କରିଥାଏ। ମଙ୍ଗଳକାରୀ ଗ୍ରହକୁ ବି ଏହା ପ୍ରସନ୍ନ କରିଥାଏ। ତେଣୁ ଆପଣ ଆପଣଙ୍କ ପୂଜା ଘରେ ମାଟିର ଦୀପ ନାହିଁ ତ ପିତ୍ତଳର ଦୀପ ପୂଜା କରନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଆପଣଙ୍କୁ ମୋର ଅନୁରୋଧ, ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ, ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ, କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ ଏବଂ ଆମ ଚ୍ୟାନେଲରେ ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ।